देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ ରାସନ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟସୀମା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ହିତାଧିକାରୀ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇପାରିବେ। କାଲିର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ସମୟସୀମା ବୃଦ୍ଧି ସହ ଏଥିପାଇଁ ମୋଟ 53,344 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ପ୍ରାୟ 80 କୋଟି ହିତାଧିକାରୀ ଉପକୃତ ହେବେ। ଏପର୍ଯ୍ୟନ୍ତ 600 ଲକ୍ଷ ମେଟ୍ରିକ୍ ଟନ୍ ଅନୁମୋଦନ କରାଯାଇଛି। ଆଗକୁ ମୋଟ ଉପରେ ଏଥିପାଇଁ 2.6 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଅନୁରାଗ ଠାକୁର କହିଛନ୍ତି ଯେ 3ଟି କୃଷି ଆଇନ ପ୍ରତ୍ୟାହାର ପାଇଁ କ୍ୟାବିନେଟ୍ ଏକ ବିଲ୍ ମଧ୍ୟ ଅନୁମୋଦନ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ଏହି ବିଲ୍ ସଂସଦରେ ଆଗତ ହେବ। ନମ୍ବର 2, ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ କଲେ ଗଜପତି ମହାରାଜ। ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହଦେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କାଲି ଗଜପତି ମହାରାଜ ଶିଳାନ୍ୟାସ କରିଛନ୍ତି। ଗଜପତି ମହାରାଜ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ କରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିଛନ୍ତି। ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ। 18 ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ 331 କୋଟି 38 ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି। ଶ୍ରୀମନ୍ଦିର ଚାରିପାଖ ମେଘନାଥ ପାଚେରୀଠାରୁ 75 ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର। ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟ 95% ଶେଷ ହୋଇଛି। ଏହି ଅବସରରେ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ଜମିଦାନ କରିଥିବା 10 ଜଣଙ୍କୁ ସମର୍ଥିତ କରିଥିଲେ। ନମ୍ବର 3, କମିବ ବିଦ୍ୟୁତ୍ ଚାଳିତ ଯାନର ମୂଲ୍ୟ। ଆସନ୍ତା କିଛି ବର୍ଷ ମଧ୍ୟରେ ବିଦ୍ୟୁତ୍ ଚାଳିତ ଯାନର ମୂଲ୍ୟ କମିବ। ପେଟ୍ରୋଲ ଡିଜେଲ ଚାଳିତ ଯାନ ସହ ସମକକ୍ଷ ହେବ ବିଦ୍ୟୁତ୍ ଚାଳିତ କାର୍ ଏବଂ ବାଇକ୍। ଏକଥା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟୁତ୍ ଚାଳିତ ଯାନକୁ ନେଇ ବଡ଼ ଘୋଷଣା କଥା କହିଛନ୍ତି ନୀତିନ ଗଡ଼କରୀ। ସେ କହିଛନ୍ତି ଦେଶରେ ବିଦ୍ୟୁତ୍ ଚାଳିତ ଯାନ କମ୍ ଉତ୍ପାଦନ ପାଇଁ ଏହାର ମୂଲ୍ୟ ଅଧିକ ରହିଛି, କିନ୍ତୁ ଆଗକୁ ଏଥିରେ ପରିବର୍ତ୍ତନ ଆସିବ। ପାଖାପାଖି 250 ଷ୍ଟାର୍ଟଅପ୍ କମ୍ପାନୀ ବିଦ୍ୟୁତ୍ ଚାଳିତ ଯାନ ତିଆରି ଉପରେ ଲଗାତାର କାମ କରୁଛନ୍ତି। ସେହିପରି ଅନେକ ବଡ଼ ବଡ଼ ଅଟୋମୋବାଇଲ କମ୍ପାନୀ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଏଭଳି ହେଲେ ପ୍ରତିଯୋଗିତା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ଚାଳିତ ଯାନର ମୂଲ୍ୟ ତଳକୁ ଖସିବ। ଏହା ସହିତ ନୀତିନ ଗଡ଼କରୀ କହିଛନ୍ତି ଆସନ୍ତା 5 ବର୍ଷ ମଧ୍ୟରେ ସରକାର 600ରୁ ଅଧିକ ସ୍ଥାନରେ ଚାର୍ଜିଂ ଷ୍ଟେସନ କରିବାକୁ ଯାଉଛନ୍ତି। ଏହାଦ୍ୱାରା ବିଦ୍ୟୁତ୍ ଚାଳିତ ଯାନକୁ ଚାର୍ଜ କରିବା ସହଜ ହେବ। ନମ୍ବର 4, ଜନଶୁଣାଣି ପୋର୍ଟାଲ ଓଡ଼ିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଭିଡ଼ିଓ କନଫରେନ୍ସିଂ ଜରିଆରେ 2ଟି ଗୁରୁତ୍ୱପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପଣ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଜନଶୁଣାଣି ପୋର୍ଟାଲ ହୋଇଥିବା ବେଳେ ଦ୍ୱିତୀୟଟି ହେଉଛି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଏହି ନୂତନ ଜନଶୁଣାଣି ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନଲାଇନ୍ ଜରିଆରେ ଅଭିଯୋଗ ଦାଖଲ କରିପାରିବେ। ପାଣିପାଗ ସୂଚନା। ରାଜ୍ୟରେ 26ରୁ ବଢ଼ିବ ଶୀତ। ଆଜିଠାରୁ ରାଜ୍ୟର ପାଗରେ ପରିବର୍ତ୍ତନ ହେବ। ଆକାଶ ନିର୍ମଳ ରହିବ ସହ ପାଗ ଖରାଟିଆ ରହିବ। ଫଳରେ ଧୀରେ ଧୀରେ ରାତ୍ରି ତାପମାତ୍ରା କମିବ। 26 ତାରିଖ ଆଡ଼କୁ ତାପମାତ୍ରା ପ୍ରାୟ 5ରୁ 6 ଡିଗ୍ରୀ ପର୍ଯ୍ୟନ୍ତ କମିଯିବ। ଫଳରେ ପୁଣି ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ମଙ୍ଗଳବାର ରାତିରୁ ରାଜ୍ୟରେ ପାରଦ ସ୍ତର ହ୍ରାସ ପାଇବ। 23 ତାରିଖ ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ ଓ ଉପକୂଳରେ 26ରୁ ଶୀତ ବଢ଼ିବ। ଆଭ୍ୟନ୍ତରୀଣ ଉତ୍ତର ପଶ୍ଚିମ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ 23ରୁ 26 ତାରିଖ ରାତି ମଧ୍ୟରେ ସର୍ବନିମ୍ନ ତାପମାତ୍ରା 5ରୁ 6 ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ସେହିପରି ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ 26ରୁ 28 ତାରିଖ ଭିତରେ ପ୍ରାୟ 6 ଡିଗ୍ରୀ କମିବ। ସମ୍ଭବତଃ 28 ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଡକ୍ଟର ପଶୁପାଳକ କହିଛନ୍ତି। ନମ୍ବର 6, ବର୍ଷ ଶେଷ ସୁଦ୍ଧା ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ, କହିଲା କେନ୍ଦ୍ର। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଅନ୍ତର୍ଜାତୀୟ ଫ୍ଲାଇଟ୍ ଚଳାଚଳ ସ୍ୱାଭାବିକ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏକ ସାମ୍ବାଦିକ ସରବରାହ ସଂସ୍ଥାକୁ ସାକ୍ଷାତ ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ରାଜୀବ ବଂଶଲ କହିଛନ୍ତି ଯେ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ହେବ। ଗତ ସପ୍ତାହ ମଧ୍ୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ବିମାନ ଚଳାଚଳକୁ ସ୍ୱାଭାବିକ କରିବା ପୂର୍ବରୁ ପୁଣି ଥରେ ଯେପରି କୋଭିଡ୍ ନ ବ୍ୟାପେ ତା ଉପରେ ସତର୍କ ଦୃଷ୍ଟି ରଖାଯିବ। ନମ୍ବର 7, ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରସଙ୍ଗ ହେବ ମମିତା ମେହର ମୃତ୍ୟୁ ମାମଲା। ନିର୍ବାଚନରେ ପ୍ରସଙ୍ଗ ବନିବ ମମତା ମେହର ପ୍ରସଙ୍ଗ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଏହାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଆଭାସ ଦେଇଛି।
କେଉଁ ସବୁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ? 2 ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ କରିଛି ବିଜେପି। ସେହିପରି ମାହାଙ୍ଗା ଡବଲ ମର୍ଡର, ଏସିଏଫ୍ ସୌମ୍ୟରଞ୍ଜନଙ୍କର ମୃତ୍ୟୁ, ପରୀ ହତ୍ୟା ଆଦି ମାମଲାରେ 3 ଜଣ ମନ୍ତ୍ରୀ ପ୍ରତାପ ଜେନା, ବିକ୍ରମ ଆରୁଖ, ଅରୁଣ ସାହୁଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସେମାନଙ୍କୁ କାହିଁକି ତଦନ୍ତ ପରିସରକୁ ନିଆଯାଇ ନାହିଁ ବୋଲି ପ୍ରଶ୍ନ ଉଠାଇଛି ଦଳ। ଏହାସହ ବିଜୁଳି ଦର ବୃଦ୍ଧି, ଚିଟ୍ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତାର ହିସାବ ମାଗିଛି ଦଳ। ନମ୍ବର 8, ଭାରତରେ ନିଷିଦ୍ଧ ହେବ କ୍ରିପ୍ଟୋ କରେନ୍ସି। ଭାରତରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋ କରେନ୍ସିକୁ ନିଷିଦ୍ଧ ଘୋଷଣା କରାଯିବ। ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ବିଲ୍ ଆଣିବେ। ଚଳିତ ମାସ 29ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି ବିଲ୍କୁ ଉପସ୍ଥାପନ କରାଯିବ। ସଂସଦର ଏହି ଅଧିବେଶନରେ ସରକାର 26ଟି ବିଲ୍ ଆଣିବାକୁ ଯୋଜନା ରଖିଥିବା ବେଳେ ସେଥିରୁ ଗୋଟିଏ ହେଉଛି କ୍ରିପ୍ଟୋ କରେନ୍ସି ସମ୍ପର୍କିତ ବିଲ୍। ତାହାର ନାମ ହେଉଛି ଦ କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ୍ ଅଫ୍ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍ 2021। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନିଜସ୍ୱ ଡିଜିଟାଲ ମୁଦ୍ରା ଲାଗି ଏକ ବ୍ୟବସ୍ଥା ବିକଶିତ କରିବାରେ ଏହି ବିଲ୍ ସହାୟକ ହେବ। କ୍ରିପ୍ଟୋ କରେନ୍ସିକୁ ନିଷିଦ୍ଧ କରିବା ସପକ୍ଷରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ବାରମ୍ବାର ଦାବି କରୁଛନ୍ତି। 2018ରେ କ୍ରିପ୍ଟୋକୁ ନିଷିଦ୍ଧ କରାଯାଇଥିଲା, ମାତ୍ର 2020ରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହାର କରାଯାଇଥିଲା। ଏବେ ପର୍ଯ୍ୟନ୍ତ କ୍ରିପ୍ଟୋକୁ ଭାରତରେ ଆଇନଗତ ମାନ୍ୟତା ଦିଆଯାଇ ନାହିଁ। ନମ୍ବର 9, 81 ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟସେବା ଗ୍ରୁପ ଏରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଓଡ଼ିଶା ରାଜ୍ୟ ପବ୍ଲିକ ସର୍ଭିସ କମିଶନଙ୍କ ମାଧ୍ୟମରେ 81ଟି ପଦବୀ ନିମନ୍ତେ ଡାକ୍ତରମାନଙ୍କୁ ଚୟନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଥିବା ଖାଲି ପଦ ସମ୍ପର୍କରେ ସୂଚିତ କରିଛନ୍ତି। ନୂଆକରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ 81ଟି ପଦବୀରୁ ଅନୁସୂଚିତ ଜାତି ପାଇଁ 47ଟି ଓ ଅନୁସୂଚିତ ଜନଜାତି ପାଇଁ 34ଟି ପଦବୀ ସଂରକ୍ଷିତ ରହିଛି। ନମ୍ବର 10, ଟ୍ରେନ୍ରେ ପୁଣି ଥରେ କ୍ୟାଟରିଂ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲା ରେଳବାଇ। ମହାମାରୀ ପାଇଁ ଟ୍ରେନ୍ରେ ବନ୍ଦ ଥିବା କ୍ୟାଟରିଂ ସେବାକୁ ପୁଣି ଥରେ ଆରମ୍ଭ କରିବାକୁ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ତେବେ କ୍ୟାଟରିଂ ସେବା ଆରମ୍ଭ କରିବା ନିଷ୍ପତ୍ତି କିଛି ଟ୍ରେନ୍ ପାଇଁ ନିଆଯାଇଛି। ରେଳବାଇ ବୋର୍ଡ ବୁଧବାର କହିଛନ୍ତି କି ଖୁବ୍ ଶୀଘ୍ର ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ବନ୍ଦେ ଭାରତ, ତେଜସ୍ ଏବଂ ଗତିମାନ ଏକ୍ସପ୍ରେସରେ କ୍ୟାଟରିଂ ସେବା ପୁଣି ଥରେ ଆରମ୍ଭ ହେବ। ଯଦିଓ ରେଳବାଇ କ୍ୟାଟରିଂ ସୁବିଧା ଉପରେ ନିଷ୍ପତ୍ତି ନେଇଛି, କିନ୍ତୁ ଏସି ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ କମ୍ବଳ, ତକିଆ ଏବଂ ଚାଦର ଦେବା ସେବା କେବେ ମିଳିବ ସେ ନେଇ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ନମ୍ବର 11, ଗ୍ରହାଣୁକୁ ଧକ୍କା ଦେବା ପାଇଁ ମହାକାଶଯାନ ଉତ୍କ୍ଷେପଣ କଲା ନାସା। ମହାକାଶରେ ଗ୍ରହାଣୁକୁ ଧକ୍କା ଦେଇ ତାର ଗତିପଥ ପରିବର୍ତ୍ତନ କରିବା ପାଇଁ ଅଭିଯାନ ଆରମ୍ଭ କରି ନାସା କାଲି ଏକ ମହାକାଶଯାନ ଉତ୍କ୍ଷେପଣ କରିଛି। ଘଣ୍ଟା ପ୍ରତି 15,000 ମାଇଲ ବେଗରେ ଗତିଶୀଳ ଡବଲ ଏଷ୍ଟ୍ରଏଡ୍ ରିଡାଇରେକ୍ସନ ଟେଷ୍ଟ ବା ଡାଟ୍ ପୃଥିବୀ ଆଡ଼କୁ ଅଗ୍ରସର ହେଉଥିବା ଗ୍ରହାଣୁ ସହ ଧକ୍କା ଖାଇ ତାର ବେଗ ଗତିପଥ ବଦଳେଇ ଦେବ। ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ନିକଟ ଭାଣ୍ଡେବର୍ଗ ସ୍ପେସ୍ ଫୋର୍ସ ବେସ୍ରୁ ଭାରତୀୟ ସମୟ ବୁଧବାର 11:51ରେ ଦ ସ୍ପେସ୍ଏକ୍ସ ଫାଲକନ୍ 9 ରକେଟ୍ ଡାଟ୍କୁ ନେଇ ପରୀକ୍ଷାମୂଳକ ଭାବେ ମହାଶୂନ୍ୟକୁ ଗତି କରିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି କ୍ଷୁଦ୍ର ଗ୍ରହାଣୁ ବା ଉପଗ୍ରହର ଗତିପଥକୁ ସାମାନ୍ୟ ପରିବର୍ତ୍ତନ କରିବା। ନମ୍ବର 12, ପ୍ରଶ୍ନକାଳରେ ହୋ ହଲ୍ଲା ମନା, ରାଜ୍ୟପାଳଙ୍କ ଭାଷଣ ବେଳେ ବି ପାଟିତୁଣ୍ଡ ହେବନି। ବିଧାନସଭାର ପ୍ରଶ୍ନକାଳରେ କୌଣସି ପ୍ରସଙ୍ଗରେ ବିଧାୟକମାନେ ହୋହଲ୍ଲା କରିପାରିବେ ନାହିଁ। ସେହିପରି ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଗୃହ ମଧ୍ୟରେ ପାଟିତୁଣ୍ଡ କରିବା ଉପରେ ରୋକ ଲଗାଯିବ। ବିଧାନସଭାର ଗୃହ କାର୍ଯ୍ୟ ପରିଚାଳନା ପାଇଁ ଏମିତି ନିୟମ ସମ୍ପର୍କରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ନିକଟରେ ସିମଲାରେ ଅନୁଷ୍ଠିତ ସବୁ ରାଜ୍ୟର ବାଚସ୍ପତିଙ୍କ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଡିସେମ୍ବର 1 ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ 29 ତାରିଖରେ ସର୍ବଦଳୀୟ ବୈଠକ ହେବ। ଏହି ବୈଠକରେ ନୂଆ ନିୟମ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଯିବ ବୋଲି ବାଚସ୍ପତି କହିଛନ୍ତି। ନମ୍ବର 13, ନୂଆ ଭାରିଏଣ୍ଟ ଆସିନଥିବାରୁ ଏଣ୍ଡେମିକ୍ ଆଡ଼କୁ ଗତି କରୁଛି କୋଭିଡ୍, କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଦେଶରେ ଏବେ କୋଭିଡ୍ ସଂକ୍ରମଣ କମ୍ ରହୁଥିବା ବେଳେ ରାଜ୍ୟରେ ମଧ୍ୟ କୋଭିଡ୍ ସଂକ୍ରମଣ କମ୍ ରହିଛି। ତେବେ ଏହା ଯେମିତି ଆଗାମୀ ଦିନରେ ଆହୁରି କମିବ ସେ ନେଇ ସରକାର ଲୋକଙ୍କୁ ସତର୍କ ରହିବାକୁ କହୁଛନ୍ତି। ତେବେ ରାଜ୍ୟରେ ଏବେ କୋଭିଡ୍ ସ୍ଥିତି କିଭଳି ରହିଛି ସେ ବିଷୟରେ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ ଆଖପାଖ ଦେଶରୁ କୋଭିଡ୍ ସଂକ୍ରମଣ ଆମ ଦେଶକୁ ଆସିବା କାରଣରୁ ଆମ ଦେଶ ବି ପ୍ରଭାବିତ ହେଉଥିଲା। ହେଲେ ଏବେ କୋଭିଡ୍ ସଂକ୍ରମିତ ଅଧିକ ଥିବା ଦେଶରୁ ଯାତାୟାତ କରିବା ଉପରେ କଟକଣା ଲାଗିଥିବାରୁ ସଂକ୍ରମଣ କମ୍ ରହୁଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ସଂକ୍ରମଣ କମ୍ ହେବା ସହ ଏବେ ଏଣ୍ଡେମିକ୍ ଆଡ଼କୁ ଗତି କରୁଛି। ତେବେ କୋଭିଡ୍ ଯଦି ନିଜର ଭାରିଏଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ଆସିପାରେ। ବିଦେଶରେ ନୂଆ ଭାରିଏଣ୍ଟ ଆସିନଥିବାରୁ ଓଡ଼ିଶାରେ ଏବେ ସଂକ୍ରମଣ କମ୍ ରହିଛି।
नंबर 14 मुख्यमंत्री सेल्फी नेबाकू बाउड़ा हेले सेवायत सुरक्षाकर्मी बारण करंतु किंतु स्थान छाड़ी जीवी नहीं टीवी परदारे फोटो आसीबा दरकार जहाँ भी हे जो मुख्यमंत्री सेल्फी नेबी किछि एभली चिंताधारा नहीं काली पुरीर जड़े सेवायत सेल्फी नेबा पई प्रतियोगिता करुथिबार देखिबाकू मिलिछि। काली पुरी रे श्रीमंदिर परिक्रमा प्रकल्पर शिलान्यास लागि मुख्यमंत्री जाइथिबा समय रे एभली घटना देखिबाकू मिलिछि। आउ श्रीमंदिरर वरिष्ठ दयितापति एवं सेवायत माने आसी मुख्यमंत्री को उत्तरीय देइथिले। एही समय रे जड़े सेवायत आसी मुख्यमंत्री को उत्तरीय देइथिले। उत्तरीय देव पर भिड़ कमेबा पई सुरक्षाकर्मी तांको जीवाकू कहिथिले। तांको छाड़ी अन्य सेवायत माने चली जाइथिया बेले एही सेवायत जनक किंतु स्थान छाड़ी जाई नथिले। नंबर 15 गत 24 घंटा 288 जन पॉजिटिव चिन्हट। गत 24 घंटा मध्य राज्य में 288 जन पॉजिटिव चिन्हट होइछंती। कटक 21, जाजपुर 10, केन्द्रापड़ा 8, मयूरभंज 12, पुरी 15, संबलपुर 17, सुंदरगढ़ 11, बरगढ़ 1, भद्रक 7, बलांगीर 3, बौद्धर 1, कटक 21, देवगढ़ 1 पॉजिटिव चिन्हट होइछंती। समग्र देश में 24 घंटा मध्य 9283 नूतन संक्रमण और 437 मृत्यु रेकर्ड करा जाइछि। नंबर 16 सीएमसी रे 5 वर्ष काम को ऑडिट करिवे सीएजी। महानगर निगमर गत 5 वर्षर काम को सीएजी तथा भारतर महालेखा नियंत्रक ऑडिट करिवे। डिसेम्बर प्रथम सप्ताह सीएजी पक्षरु सीएमसी रे डिस्ट्रिक्ट सेंट्रिक ऑडिटर पायलट प्रोजेक्ट रे ए ऑडिट हेबाकू थिबा बेले एहाकू नै सीएमसी र किछि दुर्नीतिग्रस्त अधिकारी और कर्मचारी महल रे छनका पसिछि। सीएजी सीएमसी र ऑडिट करिवा सहित राज्य केंद्र सरकारक विभिन्न योजना रे मिलिथिबा अर्थ को निगम रे किपरि खर्च करिछि एहा जांच करिवे। आवश्यक हेले सीएमसी रे विभिन्न योजना रे करा जाइथिबा काम निगम पक्षरु लोकंकु जोगै दिया जाउथुबा सेवा को मध्य सीएजी तृणमूल स्तर रे देखिबार योजना रहिछि। सीएमसी रे डिसेम्बर प्रथम सप्ताह सीएजी ऑडिट आरंभ करिवे। गत 5 वर्षर विभिन्न काम को ऑडिट करा जिवो। नंबर 17 एसबीआई लाइफ सद्भावना सहबंधन। केन्दुझर जिले में स्वतंत्र जत्न आवश्यक करुवा पिलामानंकु सशक्त करने लगी एसबीआई लाइफ पक्षर स्थानीय एनजीओ सद्भावना सहित सहयोगिता स्थापन कर उभय संस्था मिलित भाव प्रयास नामक आवश्यक शिक्षा प्रकल्प और एक थैथान कार्यक्रम कार्य करेंगे। यह कार्यक्रम गुड़ी को कार्यकारी करने लगी एसबीआई लाइफ इंश्योरेंस आंचलिक निर्देशक भुवनेश्वर अमित शाह सद्भावना एनजीओ संपादक चंडी प्रसाद पट्टनायक को चेक हस्तांतर करछंती। ए अवसर में एसबीआई सीजीएम भुवनेश्वर विद्या कृष्णन उपस्थित थिले। नंबर 18 ह्रास पाउछि भूतल जलस्तर एणिकी महानदी पानी पीबे कटकवासी। कटक सहर दुईपटे महानदी और काठजोड़ी किंतु कटकिया कहीं क्यों जोगरु पी आसुथिले माटीतल पानी। भूतल जलस्तर ह्रास सारा देशर समस्या होइथिबा बेले कटकियां पई एबे एही समस्यार समाधान बाट बाहरी। महानदीर पानी को विशुद्ध करा जाई लोकंकु पानी उपयोगी जल जोगई दिया जिबा पई प्रकल्प निर्माण काम शेष होइछि। एभली एक बृहत प्रकल्प कटक सीडीएस सेक्टर 13 रे कार्यक्षम होइछि। अत्याधुनिक जंत्रपाति खंजा जाई एही प्रकल्पर निर्माण करा जाइछि। सीडीए रे निर्माण होइथिबा एही मेगा पानीय जल प्रकल्परू जल जोगाण आरंभ होइछि। गत 3 दिन हेब एठारू परीक्षामूलक भाव जल जोगाण करा जाउछि। आसंता डिसेम्बर प्रथम सप्ताह प्रथमे सीडीए अंचल को एही बृहत पानीय जल प्रकल्परू पानीय जल जोगाण करा जिवो। परवर्ती समय रे यह सहरर अन्य स्थान मानकु जोगाण करा जिवो बोली इंजीनियर प्रफुल्ल कुमार बेहेरा कहिसंती। नंबर 19 कागज कप शरीर लगी क्षतिकारक चा कॉफी पीले ह्रास पाइपरे दृष्टिशक्ति। आईआईटी खड़गपुर पक्षर कर एक गवेषणु जमापड़ी जे कागज कप्रे गरम पानी पीवा ठीक नुहे कारण यही कप्रु माइक्रोप्लास्टिक समेत अनेक क्षतिकारक पदार्थ निर्गत होता है। वास्तव में यही कागज कप गुड़िक एक सूक्ष्म हाइड्रोफोबिक फिल्म निर्मित जहाँ साधारणतः प्लास्टिक रे तैयारी होता है। अनेक समय तरल पदार्थ को अटकैवाई कागज कप्रे कोपॉलीमर्स कोट व्यवहार कर गवेषणु यह जानवाक पाई कि कागज कप्रे 15 मिनिट पर्यंत गरम पानी रखा फल माइक्रोप्लास्टिक्स पतला स्तर क्षीण हो जाए। यार अर्थ होउछि जदि जड़े साधारण व्यक्ति दिन को 3 थर कागज कप्रे चा किंबा कॉफी पी थांती तेबे तांको शरीर भितर प्राय 75,000 सूक्ष्म माइक्रोप्लास्टिक कणिका पहुंची थाए जहाँ जड़े व्यक्तिंकर दृष्टिहीनतार कारण होई पारे। नंबर 20 $15 न्यूट रे नीलाम है आइनस्टाइन थियोरी ऑफ रिलेटिविटी पांडुलिपि। आल्बर्ट आइनस्टाइन को आधुनिक जुगर सबुठारु महान वैज्ञानिक बोली गणा जाए। तांको द्वारा उद्भावित थियोरी ऑफ रिलेटिविटी बा आपेक्षिक सिद्धांत भौतिक विज्ञान रे सबुठारु जुगांतकारी सिद्धांत हिसाब रे ग्रहण करा जाए। आइनस्टाइन थियोरी ऑफ रिलेटिविटी जो पांडुलिपि रे प्रथम थर पई लिखिथिले ताहाको नीलाम करा जाइछि। फ्रांस रा नीलामकारी संस्था क्रिस्ट एक्शन पक्षरु एहाको प्राय 13.3 न्यूट यूरो बा $15 न्यूट मूल्य रे नीलाम करा जाइछि। आइनस्टाइन विभिन्न वैज्ञानिक सिद्धांत लेखाथिबा पांडुलिपि मध्यरु एबे केवल 2टी अक्षुण्ण रहिछि। से 2टी मध्यरु यह सबुठारु गुरुत्वपूर्ण पांडुलिपि बोली कह जाउछि। नंबर 21
ओडिशा आंध्र विवादर समाधान ପାଇଁ गठन ହେଲା कमिटी। बहुचर्चित ओडिशा आंध्र प्रदेश सीमा विवादर समाधान ପାଇଁ कमिटी गठन होईछि। मुख्य शासन सचिवଙ୍କ अध्यक्षतार समाधान ପାଇଁ ଏହି कमिटी गठन होईछि। कमिटी रे मुख्य शासन सचिवଙ୍କ सहित अछंती 8 जण सदस्य। सदस्य माने हेले उन्नयन कमिशनर तथा अतिरिक्त मुख्य शासन सचिव, गृह विभाग अतिरिक्त मुख्य शासन सचिव, राजस्व विपर्यय परिचालना विभाग मुख्य सचिव, जल विभाग प्रमुख सचिव, शक्ति विभाग प्रमुख सचिव, एमएसएमई विभाग प्रमुख सचिव और उच्चशिक्षा विभाग प्रमुख सचिव सामिल अछंती। उभय ओडिशा आंध्र प्रदेश लोकों स्वार्थ को दृष्टि रखी पदक्षेप नियाजिवो। एही कमिटी समस्यार समाधान ପାଇଁ रास्ता बाहर करिवो। कोटिया नेरेडी ब्यारेज झंझावती जलभंडार विवादर समाधान करिवो। सेहीपरि पोलाभरम और बाहुड़ा नदीर जल विवाद समाधान करिवो। बालीमेड़ उपर सिलेरु प्रकल्प नहीं बुझामणा हेबो। नंबर 22 कटिले 11 लाख मोबाइल ग्राहक। चलित वर्षर सेप्टेम्बर मास टेलिकम शिल्प ପାଇଁ अत्यंत खराब साब्यस्त होईछि। एही मासरे ओडिशार टेलिकम नेटवर्क रु प्राय 11.5 लाख मोबाइल ग्राहक बाहरी जाइछंती। एठारे सेवा जोगाउथिबा समस्त 4 कंपनी निज ग्राहक हरैछंती। रिलायंस जियो सर्वाधिक 10 लाख पाखापाखि ग्राहक हरैछि बोली भारतीय दूरसंचार नियामक कर्तृपक्ष रिपोर्ट रु जणा पड़िछि। ट्राई ग्राहकों तथ्य रिपोर्ट अनुसार चलित वर्ष सेप्टेम्बर शेष सुधा ओडिशा 11,43,045 जन मोबाइल ग्राहकों को हरैछि। फଳରେ राज्यर मोट मोबाइल ग्राहक संख्या 3,37,51,116 को ह्रास पाई। गत अगस्ट रे मोबाइल ग्राहक संख्या 3,48,00,000 रु अधिक थिला। निकट अतीत रे कोनसी मासरे एते संख्यक ग्राहक नेटवर्क रु कटि नथिले। नंबर 23 विपद रे मुकेश अंबानी को 1 नंबर धनी आसन टपिगले गौतम अदानी। विगत प्राय किछि वर्ष हेबा भारत तथा एशियार 1 नंबर धनी मान्यता पाइथिबा भारतीय शिल्पपति तथा रिलायंस इंडस्ट्रीज अध्यक्ष मुकेश अंबानी आसन टणमळ हो जाइछि। अन्यतम भारतीय शिल्पपति तथा अदानी ग्रुप अध्यक्ष गौतम अदानी तांको 1 नंबर आसनरू किछि समय पई हटिबारे सफल होइछंती। बुधवार दिन स्टॉक बजार रे रिलायंस इंडस्ट्रीज शेयर मूल्य ह्रास पाइथिबा बेले अदानी ग्रुप शेयर मूल्य वृद्धि पाइथिला। एहा फଳରେ रिलायंस इंडस्ट्रीज मार्केट कैपिटलाइजेशन ह्रास पाइथिला और मुकेशଙ୍କ संपत्ति मध्य कमिथिला। एहा फଳରେ गौतम अदानी किछि समय पई केवल भारत नुहे समग्र एशियार 1 नंबर धनी रे परिणत होई जाइथिले। परे पुणी मुकेश निजर 11 नंबर आसन फेरी पाइथिले। नंबर 24 प्रदूषण ह्रास पाइथिले भी आमे मामला बंद करिवो नाही कहिले सुप्रीमकोर्ट। दिल्ली वायु गुणवत्ता संकट तृतीय स्थान में पहुंची काली सुप्रीमकोर्ट सरकार को कहिसंती। संप्रति प्रदूषण मात्रा ह्रास पाइथिले भी आमे मामला बंद करिवो नाही। सुप्रीमकोर्ट कहिसंती एटा जातीय राजधानी आमे विश्व प्रति देउथिबो संकेत को चाहो। आगामी 3 दिन पई कटकणा जारी करिथाओ। आमे पुणी सोमवार दिन एही मामलार शुणाणी करिवु। से मध्यरे जदि परिस्थिति उन्नति होइथिबो तेबे कटकणा उठेई देबा कड़ा चेतावनी दे सुप्रीमकोर्ट सरकार को कहिसंती प्रदूषण मात्रा एबे ह्रास पाइथिले भी आमे मामलार शुणाणी निर्देशावली जारी करिवु। परिस्थिति उत्कटजनक स्थिति रे न पहुंचीबा लागि परिसंख्यान को आधार करी परिस्थिति संपर्क में आगुआ सूचना जारी करी सेही अनुसार पदक्षेप ग्रहण करिबा पई कर्तृपक्ष मानक अदालत निर्देश दैछंती। नंबर 25 केजरीवाल दाबी आप रे मिसिबे 25 कांग्रेस विधायक। दिल्ली मुख्यमंत्री अरविंद केजरीवाल एवं पंजाब रे अछंती। पंजाब रे दलर निर्वाचनी प्रचार कार्य रे लिप्त थिबा केजरीवाल काली पंजाब मुख्यमंत्री चरण सिंह चन्नी प्रबल बर्षिछंती। केजरीवाल कहिसंती पंजाब कांग्रेस मुख्य नवजोत सिंह सिद्धू लोकंक पई कथा कहउछंती किंतु चन्नी तांको दबाई देबा पई चेष्टा करूछंती। अन्यपक्षे केजरीवाल अन्य एक बड़ घोषणा करिसंती 25 कांग्रेस विधायक आप रे जोग देबाकू इच्छुक अछंती एवं तांका सह नियमित जोगाजोग रे अछंती बोली से कहिसंती। नंबर 26 केन्दुझर राज्यर प्रथम सिंथेटिक हैंडबॉल कोर्ट। केन्दुझर हैंडबॉल खेल को अधिक लोकप्रिय करने जिला प्रशासन पदक्षेप नहीं। सहरर थानाचक निकटरे थिबा शिशु उद्यान रे निर्माण होइथिबा अंतर्जातीय स्तर हैंडबॉल स्टाडियम रे बिछा जाइछि राज्यर प्रथम सिंथेटिक टर्फ। मुख्यमंत्री नवीन पट्टनायक भर्चुअल रे एहाको उद्घाटन करिसंती। एही सिंथेटिक टर्फ रे खेलिबा द्वारा खेलाड़ीक दक्षता बढ़िबो। हैंडबॉल स्टाडियम रे सिंथेटिक टर्फ बिछा जिबा सह फ्लडलाइट व्यवस्था रहिछि। खेलाड़ीक पई स्वतंत्र जिम्नासियम रहिछि। या छडा निकटरे शिशु उद्यान ओपन जिम जोग करिबा पई स्वतंत्र व्यवस्था एवं वॉकिंग पाथ निर्माण करा जाइछि। 1.6 एकर जमी रे ए स्टाडियम निर्माण होइछि। ए स्टाडियम रे जातीय तथा अंतर्जातीय स्तर प्रतियोगिता होई परिबो बोली किछि पुरुखा खेलाड़ी मत देइछंती। नंबर 27 कनिष्ठ विश्वकप हॉकी भारत को 5-4 रे हरिला फ्रांस। कनिष्ठ हॉकी विश्वकप रे प्रथम मैच रे कड़ा टक्कर देवा सत्वे हारी जाइछि भारत। फ्रांस 5-4 रे भारत को परास्त करिछि। फ्रांस मैच रो प्रथम 50 सेकेंड रे ही प्रथम गोल करी भारत को बैकफुट को नहीं जाइथिला।
फ्रांस तरफରୁ सर्वाधिक अधिनायक टिमोथी क्लेमेंट 3ଟି ଗୋଲ୍ କରିଥିଲେ। ଅପରପକ୍ଷେ ପ୍ରଥମାର୍ଦ୍ଧରେ ଭାରତ ତରଫରୁ ଏତେ ଖାସ୍ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା। ପ୍ରଥମ କ୍ୱାର୍ଟର ସୁଦ୍ଧା ଉଭୟ ଦଳ 2-2ରେ ଥିବାବେଳେ ଫ୍ରାନ୍ସ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ 5-3ରେ ଆଗୁଆ ରହିଥିଲା। କିନ୍ତୁ ଶେଷ କ୍ୱାର୍ଟରର ଶେଷ 4 ମିନିଟ୍ରେ ଖେଳ ରୋମାଞ୍ଚକ ହୋଇଥିଲା। ଭାରତ ତରଫରୁ ପଛକୁ ପଛ 2ଟି ଗୋଲ୍ ଦେଇଥିଲେ ଉପଅଧିନାୟକ ସଞ୍ଜୟ। ଏହି ମ୍ୟାଚ୍ରେ ସଞ୍ଜୟ ଭାରତ ତରଫରୁ ସର୍ବାଧିକ 3ଟି ଗୋଲ୍ କରିଥିଲେ। ନମ୍ବର 28 ଜୁନିୟର ହକି ବିଶ୍ୱକପ୍ ବିଜୟ ଅଭିଯାନ ଆରମ୍ଭ କଲା ବେଲଜିୟମ। ଜୁନିୟର ହକି ବିଶ୍ୱକପ୍ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ 5-1 ଗୋଲ୍ରେ ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ। ଗତ ସଂସ୍କରଣର ରନର୍ସ ଅଫ୍ ବେଲଜିୟମ ଆରମ୍ଭରୁ ଆଟାକିଂ ଖେଳ ଜାରି ରଖିଥିଲା। ବେଲଜିୟମ ପକ୍ଷରୁ ମ୍ୟାଚ୍ର 7ମ ମିନିଟ୍ରେ ଡି ରୋମାନ ଗୋଲ୍ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି। ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ୍ ଟଣ୍ଡନ ଜାକିସ୍ ସମାନ ସୂଚକ ଗୋଲ୍ ସ୍କୋର କରିଥିଲେ। ନମ୍ବର 29 ଗୁରୁବାରଠାରୁ କାନପୁର ଟେଷ୍ଟ ରାହୁଲ ଶୃଙ୍ଖଳାରୁ ବାଦ୍ ସୂର୍ଯ୍ୟକୁମାର ସାମିଲ। ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ଶୃଙ୍ଖଳାକୁ ମୋଡ଼ପୋଛ କରି ଜିତିବା ପରେ ଭାରତୀୟ ଦଳ ଗୁରୁବାରଠୁ ଅସଲ କ୍ରିକେଟ ଟେଷ୍ଟ ଲଢ଼େଇରେ ଅବତୀର୍ଣ୍ଣ ହେବ। ଟି20 ବିଜୟରୁ ପାଇଥିବା ଆତ୍ମବିଶ୍ୱାସକୁ ଭାରତୀୟ ଦଳ ଟେଷ୍ଟରେ ପ୍ରୟୋଗ କରି ଗତ ବିଶ୍ୱକପ୍ ଚାମ୍ପିଅନସିପ୍ର ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ। ବିରାଟ କୋହଲି ପ୍ରଥମ ଟେଷ୍ଟରେ ଖେଳିବେ ନାହିଁ, କିନ୍ତୁ ଦ୍ୱିତୀୟ ଟେଷ୍ଟକୁ ଫେରି ନେତୃତ୍ୱ ନେବେ। ଗୁରୁବାରଠୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାଣେ ନେତୃତ୍ୱ ସମ୍ଭାଳିବେ। ରୋହିତ ଶର୍ମା, କେଏଲ୍ ରାହୁଲ, ରିଷଭ ପନ୍ତ, ଜସପ୍ରୀତ ବୁମରା, ମହମ୍ମଦ ସାମି ପ୍ରମୁଖ ଉପଲବ୍ଧ ନାହାନ୍ତି। ରୋହିତ, ବୁମରା, ସାମି, କୋହଲି ପୂର୍ବରୁ ବିଶ୍ରାମ ନେଇଥିବା ବେଳେ ମଙ୍ଗଳବାର କେଏଲ୍ ରାହୁଲଙ୍କ ମାଂସପେଶୀ ଟାଣି ହୋଇଯିବାରୁ ସମ୍ପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ନମ୍ବର 30 ଗଲ୍ ଟେଷ୍ଟରେ ବର୍ଷା ବାଧକ ୱେଷ୍ଟଇଣ୍ଡିଜ 9 ୱିକେଟରେ 224। ଶ୍ରୀଲଙ୍କା ୱେଷ୍ଟଇଣ୍ଡିଜ ଗଲ୍ ଟେଷ୍ଟରେ ବର୍ଷା ବାଧକ ସାଜିଛି। ଏହି ପ୍ରଥମ ଟେଷ୍ଟର ମଙ୍ଗଳବାର ତୃତୀୟ ଦିବସ ଖେଳ ବର୍ଷା ଯୋଗୁଁ ପ୍ରାୟ 2ଟି ଅଧିବେଶନ ନଷ୍ଟ ହୋଇଛି। ମଙ୍ଗଳବାର ମାତ୍ର 38 ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଦଳ ପୂର୍ବଦିନ ସ୍କୋରରେ 111 ରନ୍ ଯୋଡ଼ି 3ଟି ୱିକେଟ୍ ହରାଇଛି। ଫଳରେ ଦ୍ୱିତୀୟ ଦିବସରେ 113 ରନ୍ 6 ୱିକେଟ୍ କରିଥିବା ଇଣ୍ଡିଜ ଦଳ ବର୍ଷା ଯୋଗୁଁ ଆଗୁଆ ଷ୍ଟମ୍ପ ପ୍ରତ୍ୟାହାର ବେଳକୁ 9 ୱିକେଟରେ 224 କରିଥିଲା। ଆଉ 2 ଦିନ ଖେଳ ବାକି ଥିଲା ବେଳେ ଶ୍ରୀଲଙ୍କା ପ୍ରଥମ ପାଳି ସ୍କୋର 386 ଠାରୁ ଇଣ୍ଡିଜ 162 ରନ୍ ପଛରେ ରହିଛି। ହାତରେ ଗୋଟିଏ ୱିକେଟ୍ ରହିଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।